ଏହି ତିନୋଟି ବିଷୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ଚିରନ୍ତନ ଶାନ୍ତି ପ୍ରାପ୍ତ ହୋଇପାରିବେ। ପ୍ରଥମ ବିଷୟ ହେଲା ଈଶ୍ୱରଙ୍କଠାରେ ନିଜର ମନ ସ୍ଥିର ରଖନ୍ତୁ। ଯେଶାୟ 26:3 ଲେଖାଯାଏ, ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ, କାରଣ ସେ ତୁମ୍ଭଠାରେ ନିର୍ଭର ରଖେ। ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ମନକୁ ସ୍ଥିର ରଖେ, ସଦାପ୍ରଭୁ ପରମେଶ୍ୱର ତାଙ୍କର ଭରସା ଏବଂ ବିଶ୍ୱାସ ଦେଖି ତାହାଙ୍କୁ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବେ। ପ୍ରତ୍ୟେକ ସମୟରେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତୁ। ଯଦି ଆପଣ ଅଶାନ୍ତିର ପରିସ୍ଥିତି ଦେଇ ଯାଉଅଛନ୍ତି ତାହେଲେ ପ୍ରାର୍ଥନା କରିବା ନିତାନ୍ତ ଆବଶ୍ୟକ ଅଟେ, କାରଣ ପ୍ରାର୍ଥନା ଏହି ପ୍ରକାର ଶକ୍ତି ପ୍ରଦାନ କରିଥାଏ ଯାହା ମଧ୍ୟ ଅଶାନ୍ତି ଆମମାନଙ୍କ ଜୀବନରେ ଥାଏ ସମସ୍ତ ଅଶାନ୍ତିକୁ ଦୂର କରିଥାଏ। ଫିଲିପିଓ 4:6 ଏବଂ 7 ଲେଖାଯାଏ, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି ତାହା ତୁମମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ତୃତୀୟ ବିଷୟ ହେଲା ଈଶ୍ୱରଙ୍କର ଶାନ୍ତିକୁ ନିଜ ଜୀବନରେ ଆମେ ଗ୍ରହଣ କରୁ, ତାହାଙ୍କର ପ୍ରତିଜ୍ଞାକୁ ଆମ ଜୀବନରେ ଗ୍ରହଣ କରୁ। ଯେତେବେଳେ ଆମେମାନେ ପରମେଶ୍ୱରଙ୍କ ବାକ୍ୟକୁ ତାହାଙ୍କର ପ୍ରତିଜ୍ଞାକୁ ଆମ ଜୀବନରେ ଗ୍ରହଣ କରିଥାଉ, ସେହି ସମୟରେ ଆମମାନଙ୍କ ଜୀବନରେ ପ୍ରକୃତ ଅଶାନ୍ତି ସମୟରେ ମଧ୍ୟ ଶାନ୍ତି ପ୍ରାପ୍ତ ହୋଇପାରିବା। ଯୋହନ 14:27 ପ୍ରଭୁ ଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କୁ କହୁଅଛନ୍ତି, ମୁଁ ତୁମମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋର ନିଜର ଶାନ୍ତି ମୁଁ ତୁମମାନଙ୍କୁ ଦାନ କରୁଅଛି। ତୁମମାନଙ୍କର ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ।